ଅର୍ଥ କୋଇଲି ଲେଖକ ଅତିବଡ଼ି ଜଗନ୍ନାଥ ଦାସ। ଅର୍ଥ କୋଇଲି କବିଙ୍କର ତତ୍ତ୍ୱ ସମ୍ବନ୍ଧୀୟ ଲେଖା ଆଧ୍ୟାତ୍ମିକ ପ୍ରସଙ୍ଗ ହିଁ ଏଇ କୋଇଲି ରଚନାର ପ୍ରାଣ ନିର୍ଯ୍ୟାସ। କବି ଜୀବନର ଅନୁଭୂତି ଧର୍ମଧାରଣାର ସୂଚନାରେ ଏହି ରଚନାରେ ଅଭିବ୍ୟକ୍ତ। ପରମାତ୍ମାରୁ ଜୀବାତ୍ମାର ସୃଷ୍ଟି ଏବଂ ଶେଷରେ ତାହା ପରମାତ୍ମା ସହିତ ବିଲୀନ ହୁଏ। ସାଧାରଣ ଅର୍ଥ ଏବଂ ଗୂଢ଼ ତାତ୍ତ୍ୱିକ ଅର୍ଥରେ ସମଗ୍ର ରଚନାର ପରିକଳ୍ପନା ସୁବିନ୍ୟସ୍ତ। ଗୋପମଥୁରା ପଟ୍ଟଭୂମିରେ ଜୀବାତ୍ମା ଓ ପରମାତ୍ମା ତତ୍ତ୍ୱର ଆରୋପ କରାଯାଇଛି। କୋଇଲି ଏଠାରେ ଜୀବସ୍ୱରୂପ, ମଥୁରା ପିଣ୍ଡ ସ୍ୱରୂପ। ହରିରସ ପାନ କବିଙ୍କ ବିଚାରରେ ହରିରସାମୃତ ପାନ ଏକାମାତ୍ର ଶ୍ରେୟଃ ପନ୍ଥା। ଅର୍ଜୁନ ଏବଂ ଶ୍ରୀକୃଷ୍ଣଙ୍କ କଥୋପକଥନ ଛଳରେ ଜୀବ ପରମ ତତ୍ତ୍ୱ ହିଁ ବର୍ଣ୍ଣିତ ହୋଇଛି ଏହି ଅର୍ଥ କୋଇଲିରେ। କୋଇଲି କେଶବ ଯେ ମଥୁରାକୁ ଗଲେ କାହା ପଲେ ଗଲାପତ୍ର ବାହୁଡ଼ି ନଇଲେ ଲୋ। ଅର୍ଜୁନ ଉବାଚ। ଅର୍ଜୁନ ବୋଇଲେ ତୁମ୍ଭେ ଶୁଣ ମହାବାହୁ ପୁଛିବି କଥାଏ ପ୍ରଭୁ ମୋତେ ଆଜ୍ଞା ହେଉ। କେଶବ କୋଇଲି ନାଥ କାହାକୁ ଯେ କହି ଏହା ମୋତେ ଶ୍ରୀହରି ପ୍ରସନ୍ନେ ଦେବା କହି। ଶ୍ରୀ ଭଗବାନୁବାଚ। ପାର୍ଥର ବଚନେ ଯେ ବୋଲନ୍ତି ଭଗବାନ ଉତ୍ତମ କଥାଏ ପାର୍ଥ ପଚାରିଲୁ ପୁଣ। କୋଇଲି ବୋଲିଣ ପାର୍ଥ ଜୀବକୋଟି କହି ସେହି ଜୀବ ମୁହିଁ ଜାଣ ସର୍ବତ୍ର ଅଟଇ। ଆପେ ଆସିଥିଲା ଜୀବ ଆପେ ଚାଲିଗଲା ସେହି ପୁତ୍ର ଗୋଟି ଆଉ ବାହୁଡ଼ି ନ ଅଇଲା। ଏହି ପୁତ୍ର ଗୋଟି ଯହୁଁ ବାହୁଡ଼ି ନ ଅଇଲା ମଥୁରା ସ୍ୱରୂପ ପିଣ୍ଡ ପଡ଼ିଣ ରହିଲା। କୋଇଲି ଖଣ୍ଡ କ୍ଷୀର ଦେବି ମୁଁ କାହାକୁ ଖାଇବାର ପୁତ୍ର ଗଲା ମଥୁରା ପୁରକୁ ଲୋ। ପୁଣ ପୁଣ ଅର୍ଜୁନ ଯେ ଚରଣେ ପଡ଼ଇ ଆବର କଥାଏ ମୋତେ କହ ଭାବଗ୍ରାହୀ। ଖଣ୍ଡ କ୍ଷୀର କଥା ମୋତେ କହ ଭଗବାନ ଶ୍ରୀହରି କହନ୍ତି ଏହା ଶୁଣ ହେ ଅର୍ଜୁନ। ପିଣ୍ଡରେ ଥାଇଣ ଜୀବ ମହାସୁଖ ପାଇ ଅନ୍ତର ହୋଇଣ ପୁନଃ ଅନ୍ୟସ୍ଥାନ ଯାଇ। ଆକାଶେ ମିଶିଣ ଜୀବ ଅନ୍ୟ ପିଣ୍ଡେ ଗଲା ହରିରସ ଖଣ୍ଡ କ୍ଷୀର ବିଅର୍ଥ ହୋଇଲା। ଶୁଣିକରି ଅର୍ଜୁନ ହୋଇଲା ତୋଷ ମନ ପୁଣ ପୁଣ କୃଷ୍ଣ ଆଗେ କହଇ ବଚନ। କୋଇଲି ଗଲାପୁତ୍ର ବାହୁଡ଼ି ନଇଲା ଗହନତ ବୃନ୍ଦାବନ ଶୋଭା ନ ପାଇଲା ଲୋ। ଗହନତ ବୃନ୍ଦାବନ ଶୋଭାକୁ ଯେ କହି ଏକଥା ବିସ୍ତାରେ ମୋତେ କହ ଭାବଗ୍ରାହୀ। ଅର୍ଜୁନ ମୁଖକୁ ଚାହିଁ କମଳ ଲୋଚନ ଯାହା ପଚାରିଲୁ ଶୁଣ ପଣ୍ଡୁ ନନ୍ଦନ। ଗହନ ବୋଲିଣ ପାର୍ଥ ଜୀବକୋଟି କହି ଗୋପପୁର ଦେହ ଗୋଟା ଶୋଭା ପାଉ ନାହିଁ। ପିଣ୍ଡକୁ ପରମ ଯହୁଁ ଛାଡ଼ି କରି ଗଲା ତେଣୁକରି ପିଣ୍ଡ ଗୋଟା ଭୂମିରେ ପଡ଼ିଲା। ଏମନ୍ତ ପ୍ରକାରେ ପାର୍ଥ ଗ ଅକ୍ଷର ଅର୍ଥ ଏକ ମନେ ଶୁଣ ତୁ ହୋ ପଣ୍ଡୁ ରାଜା ସୁତ। କୋଇଲି ଘର ମୋର ନ ମଣନ୍ତି ନନ୍ଦ ଘଟଣ ନ ଦିଶେ ପୁର ନଥିଲେ ଗୋବିନ୍ଦ ଲୋ। ଘର ବୋଲି କରି ପାର୍ଥ ଯାହାକୋଟି କହି ପାର୍ଥର ପିଣ୍ଡରେ ହସ୍ତ ଦେଲେ ଭାବଗ୍ରାହୀ। ପରମ ଜୀବର ଅର୍ଥ ଶୁଣ ଫାଲଗୁନୀ ଶାସ୍ତ୍ରର ବିଚାର ତୋତେ କହିବା ଏକ୍ଷଣି। ଘଟଣ ପୁରୁଷ ଯହୁଁ ଛାଡ଼ି କରି ଗଲା ନନ୍ଦ ଯେ ପରମ ତହିଁ ନିଷ୍ଫଳ ହୋଇଲା। ଜୀବ ଥିବା ଯାଏ ପିଣ୍ଡ ଶୋଭା ପାଉ ଥାଇ ଘଟଣ ପୁରୁଷ ଗଲା ଆସିବାକୁ ନାହିଁ। ପରମକୁ ଜୀବ ଯହୁଁ ଘେନିକରି ଗଲା ତେଣୁକରି ଘର ଗୋଟା ଅଶୋଭା ଦିଶିଲା। କୋଇଲି ନନ୍ଦଦେହ ପାଷାଣେ ଗଢ଼ିଲା ନୟନେ କଜୋଳ ଦେଇ ରଥେ ବସାଇଲା। ଅର୍ଜୁନ ବୋଇଲେ ତୁମ୍ଭେ ଶୁଣ ଜଗନ୍ନାଥ ନନ୍ଦଦେହ ବୋଲି କରି କାହୁଁ ହେଲା ଜାତ। ଅର୍ଜୁନ ବଚନେ ଯେ ବୋଲନ୍ତି ଭଗବାନ ନନ୍ଦଦେହ ବୋଲି ପାର୍ଥ ଦେହ କୋଟି ଜାଣ। ଏ ଜୀବ ଛାଡ଼ିଣ ଯହୁଁ ଅନ୍ତରୀକ୍ଷେ ଗଲା ନିରାଶ ହୋଇଣ ଆଉ ବାହୁଡ଼ି ନ ଅଇଲା।
ଯେତେବେଳେ ପିଣ୍ଡରୁଟି ଜୀବ ଛାଡ଼ି ଯାଇ ବେନି ନୟନରୁ ଅଶ୍ରୁ ଯାଉଥାଏ ବହି। କଜ୍ଜଳ ବୋଲିଣ ତାକୁ ଶାସ୍ତ୍ର ଅଛି କହି। ପୁଣ ପୁଣ ଅର୍ଜୁନ ଯେ ଦଇନି କରଇ। କୋଇଲି ଚଳୁଥାଇ କଟିସ୍ଥ ମେଖଳି। ଚକିତ ହୋଇଲେ ଶୁଣ ଗୋପପୁର ବାଳିଲୋ। ଅର୍ଜୁନ ବଚନ ଶୁଣି କମଳ ଲୋଚନ ଯାହା ପଚାରିଲୁ ଶୁଣ ପାଣ୍ଡୁର ନନ୍ଦନ। ପିଣ୍ଡର ପରମ ଯେବେ ଲୀଳା କରୁଥାଇ ନିଶ୍ଚଳ ହୋଇଣ ପିଣ୍ଡ ଯନ୍ତ୍ର ଚଳୁଥାଇ। ପରମକୁ ଘେନି ଯହୁଁ ଜୀବ ଚଳିଗଲା ଯନ୍ତ୍ରମାନ ନିଶ୍ଚଳ ଯେ ହୋଇଣ ରହିଲା। ସୂତ୍ରେ ଚଳୁଥିଲା ପିଣ୍ଡ ଜୀବ ଆଶ୍ରା ପାଇ ପଦେ ପଦେ କରି ଶୁଣ ସୁଭଦ୍ରାର ସାଇଁ। କୋଇଲି ଛାଟେକ ମୁଁ ମାଇଲି ପୁତ୍ରକୁ ଛାଡ଼ିକରି ଗଲା କୃଷ୍ଣ ମଥୁରା ପୁରକୁ ଲୋ। ଛଛନ୍ଦ୍ର ହୋଇଣ ଜୀବ ଛାଡ଼ିକରି ଗଲା କ୍ଷିତିରେ ପଡ଼ିଣ ମୋହ ମାୟାକୁ ଛାଡ଼ିଲା। ଛାଟେକ ପ୍ରକୃତି ପାର୍ଥ ପିଣ୍ଡ ମଧ୍ୟେ ଥାଇ ଛାଡ଼ିକରି ଗଲା ଜୀବ କ୍ଷୋଭ ମନ ହୋଇ। ପୂର୍ବ କଥା ବିଚାରିଣ ଗଲା ନିଜ ପୁରୀ। ଅର୍ଜୁନ ଆଗରେ ଏହା କହିଲେ ଶ୍ରୀହରି। ଏମନ୍ତ ପ୍ରକାରେ ପାର୍ଥ ଛ ଅକ୍ଷର ବାଣୀ ଶାସ୍ତ୍ର ବିଚାର ଏହା ମିଥ୍ୟା ନୋହେ ପୁଣି। କୋଇଲି ଦୂତପଣେ ଅଇଲା ଅକ୍ରୂର ଯାତ୍ରା ବୋଲି ଭଣ୍ଡି ନେଲା ବସାଇ ରଥର ଲୋ। ଜୀବ ଗଲେ ପରମ ଯେ କ୍ଷଣେ ନ ରହଇ ଦୂତପଣେ ବୋଲି ପାର୍ଥ ପରମକୁ କହି। ଯାତ୍ରା ଏ ଯେ ଖେଳଘର ସଂସାର ଅଟଇ ଅକ୍ରୂର ବୋଲିଣ ପାର୍ଥ ମୁହିଁଟି ବୋଲାଇ। ରଥ ବୋଲି କରି ଯାହା ପଚାରିଲୁ ପାର୍ଥ ଜୀବ ଗଲେ ପିଣ୍ଡଟି ହୁଅଇ ଭୂମିଗତ। କୋଇଲି ଝୁରୁ ଝୁରୁ ଲୁହ ନ ରହିଲା ଝଗଡ଼ା ସାରିଣ କୃଷ୍ଣ ମଥୁରା ରହିଲା ଲୋ। ପୁଣ ପୁଣ ଅର୍ଜୁନ ଯେ ଚରଣେ ପଡ଼ଇ ଝୁରୁଅଛି କେଉଁ ସ୍ଥାନ କହ ଭାବଗ୍ରାହୀ। ଜୀବକୁ ନ ଦେଖିଣ ପ୍ରକୃତି ଝୁରୁଥାନ୍ତି ଝଗଡ଼ା ସଂସାର ଗୋଟି କରି ଯାନ୍ତି। ଝଗଡ଼ା ସଂସାର ପାର୍ଥ ପଚାରିଲୁ ଯେତେ ପଦେ ପଦେ କରି ଏବେ କହିଦେଲୁ ତୋତେ। କୋଇଲି ନିଶାକାଳେ ହରି ମାଗେ ଚାନ୍ଦ ନୟନ ଟେକିଣ ତାଙ୍କୁ ରାଉଥାନ୍ତି ନନ୍ଦଲୋ। ନିଶାକାଳ ବୋଲି ପାର୍ଥ ବକ୍ଷକୁଟି କହି ଚାନ୍ଦ ବୋଲି ପରମ ନ ଗର ଘର ସେହି। ନନ୍ଦ ଯେ ପରମ ପାର୍ଥ ବାମଚକ୍ଷୁ ଜାଣୁ ନୟନ ବୁଜିଲେ ଯେ ଅନ୍ଧାର ଦିଶେ ତେଣୁ। ନିଶାକାଳ ଅର୍ଥ ଶୁଣ ପାର୍ଥ ମନ ଦେଇ ଯାହା ପଚାରିଲୁ ପାର୍ଥ ଯୁଧିଷ୍ଠିର ଭାଇ। ଶୁଣିକରି ଅର୍ଜୁନ ହୋଇଟି ତୋଷ ମନ କାର୍ପଣ୍ୟ ହୋଇଣ ପୁଣ ପୁଛଇ ବଚନ। କୋଇଲି ଟହ ଟହ ହସୁଥାନ୍ତି କୋଳେ ଟଳ ଟଳ ହେଉଥାନ୍ତି ଝୁଲିବାର ବେଳେ ଲୋ। ଟଳ ଟଳ ବନ୍ଧୁ ପାର୍ଥ ନାସାକୁଟି କହି ଟାକି ରହିଅଛି ଜୀବ ଛାଡ଼ି ଯିବା ପାଇଁ। ତ୍ରିକୁଟ ମଧ୍ୟରେ ଟଙ୍କ ଧରଙ୍କ ଆସ୍ଥାନ ସେଠାକୁ କହଇ କୋଳ ବୋଲି ହେ ଅର୍ଜୁନ। ତହିଁର ଉପରେ ହରି ବୋଲ ଯେ ବାଜଇ ପରମକୁ ଘେନି ଯିବ ଶୂନ୍ୟରେ ରହଇ। ଟଳବନ୍ଧ ନୟନ ଯେ ଶୂନ୍ୟ ଆତଯାତ ଟଳିଣ ପଡ଼ିବ ପିଣ୍ଡ ହୋଇଣ ଅନାଥ। କୋଇଲି ଠଣ ଯେ ସୁନ୍ଦର ବେନି ପଏ ଠକି ଭଣ୍ଡି ଗଲେ କୃଷ୍ଣ ନଇଲେ ବେଢ଼ାଏ ଲୋ। ଠ ଅକ୍ଷରର ଅର୍ଥ ଶୁଣ ଫାଲ୍ଗୁନୀ ଶାସ୍ତ୍ରର ବିଧାନ ତୋତେ ବୁଝାଇବା ପୁଣି। ଠଣ ଯେ ସୁନ୍ଦର ଜୀବ ପରମକୁ କହି ବାହୁଡ଼ି ନଇଲେ ସେ ଯେ ଅନ୍ୟ ସାହା ପାଇ। ଠଣ ଦେହ ଗୋଟା ପାର୍ଥ କ୍ଷଣକରେ ଯିବ ଶୁଣିକରି ଅର୍ଜୁନ ଯେ କରେ ବହୁସ୍ତବ। କୋଇଲି ଡାକିଲେ ଭାସଇ ଯେହ୍ନେ ସାରି ଡାଳରତ୍ନ ଶୁଆ ପ୍ରାୟେ ଭାସୁଥାନ୍ତି ହରି ଲୋ। ଅର୍ଜୁନ ବଚନ ଶୁଣି କମଳ ଲୋଚନ ଡାଳରତ୍ନ କଥା ତୁ ହୋ ଶୁଣସି ଅର୍ଜୁନ। ଚାରିଡାଳ ଏ ପିଣ୍ଡକୁ ଆବୋରି ରହିଛି ଏହାର ମଧ୍ୟରେ ଜୀବ ଭ୍ରମଣ କରୁଛି। ପିଞ୍ଜରି ଭିତରେ ଯେହ୍ନେ ଶୁଆ ପକ୍ଷୀ ଥାଇ ପିଣ୍ଡର ପରମ ଜୀବ ସେହି ମତି ହୋଇ। ଶୁଣିକରି ଅର୍ଜୁନ ହୋଇଲା ତୋଷ ଚିତ୍ତ
ଢ ଅକ୍ଷର ଅର୍ଥ ମୋତେ କହ ଗୋପୀନାଥ। କୋଇଲି ଢଳହଳ ନୟନେ କଜ୍ଜଳ ଢଳଇ ନାସାରେ ମୋତି ମାଣିକ୍ୟର ଫଳଲୋ। ଢଳ ଢଳ ନୟନେ କଜ୍ଜଳ ଢଳଇ ନାସାରେ ମୋତି ମାଣିକ୍ୟର ଫଳଲୋ। ଢଳହଳ ବୋଲି ପାର୍ଥ ଭ୍ରୁଲତାକୁ କହି ମୋତିବର ବେନି ଚକ୍ଷୁ ଢଳହଳ ହୋଇ। ଚକ୍ଷୁର ଲୋତକ ଧାରା ଯାଉଥାଇ ବହି କଜ୍ଜଳ ବୋଲିଣ ତାହା ଶାସ୍ତ୍ରେ ଅଛି କହି। ଢଳିଣ ପଡ଼ିବ ଯିବ କ୍ଷଣକ ଭିତରେ ଢ ଅକ୍ଷର ଅର୍ଥ ଶୁଣ ପାଣ୍ଡୁର କୁମର। କୋଇଲି ଅନେକ ହିଂସିଲା ରାୟ କଂସ ଅଣହେଳା କରିଣ ଆପଣେ ଗଲା ନାଶଲୋ। ଅଣଆୟ ତରେ ଯିବ ହୋଇଛି ବନ୍ଦନ କଂସପୁର ଶୂନ୍ୟ ପାର୍ଥ ହେତୁ କରି ଜାଣ। ଅଣହେଳା କଲେ ଯିବ କ୍ଷଣକରେ ଯିବ ତେଣୁ କରି ଆପଣେ ଯେ ବିଅର୍ଥ ହୋଇବ। ଅଣହେତୁ କରିଣ ଯେ ପିଣ୍ଡନାଶ ଯାଇ ଅଲେଖ ପୁରୁଷ ଗଲେ ପାଇବୁ ତୁ କାହିଁ। ଅଣ ଅକ୍ଷରର ଅର୍ଥ ଶୁଣି ବୀରମଣି ଆନନ୍ଦେ ଗଦଗଦ ହୋଇ ଯୋଡ଼େ ବେନି ପାଣି। କୋଇଲି ତନୁରେ ତା ଲିପିଲି କୁଙ୍କୁମ ତନୟ ଖେଳାଉଥାନ୍ତି ଭାଇ ବଳରାମ ଲୋ। ତ୍ରିକୁଟ ସ୍ଥାନରେ ପୁଣି ହଂସ ଖେଳୁଥାଇ ତ୍ରିବେଣୀ ଶିଖରୁ ନୀର ଆସୁଥାଇ ବହି। ତଳକୁ ଖସିଣ ବନ୍ଧ ମୂଳେ ସେ ରହଇ ତନୁ ତାର କୋମଳ ଯେ କ୍ଷଣକରେ ଯାଇ। ବଳରାମ ପରମ ଯେ ଜୀବକୁ ଖେଳାଇ ଯାହା ପଚାରିଲୁ ଶୁଣ ଯୁଧିଷ୍ଠିର ଭାଇ। କୋଇଲି ସ୍ତନ ଭାଙ୍ଗି କ୍ଷୀରପାନ ଦେଲି ସ୍ଥବିର କାଳ ତୁ ପୁତ୍ର ଦେଖି ନ ପାରିଲି ଲୋ। ଥକ ଘର ଛାଡ଼ିନ ଯେ ଅନ୍ୟ ସ୍ଥାନ ଯିବ ଥଳ ଯେ ସେ ମୋର ନାମ ବିଅର୍ଥ ହୋଇବ। ସ୍ଥବିର ଯେ ବୁଢ଼ାକାଳ ଯହୁଁ ଘୋଟି ଗଲା ସ୍ଥାନ ଭଗ୍ନ କରି ଜୀବ ଶୂନ୍ୟରେ ରହିଲା। ଥକା ଘର ସିନା ପାର୍ଥ କ୍ଷଣକରେ ଯିବ ସ୍ଥବିର ହୋଇଣ ଜୀବ କାହିଁ ନ ରହିବ। ଥ ଅକ୍ଷର ଅର୍ଥ ଯାହା ପଚାରିଲୁ ବୀର ପଦେ ପଦେ କରି କହି ଦେଲେଟି ନିକର। କୋଇଲି ଦଉଡ଼ିରେ ବାନ୍ଧିଲି ପୁତ୍ରକୁ ଦାମୋଦର ରାଗେ ଗଲେ ମଥୁରାପୁରକୁ ଲୋ। ଦଉଡ଼ି ବୋଲିଣ ମାୟା ସଂସାର ଅଟଇ ଦାମୋଦର କୃଷ୍ଣ ମୁହିଁ ପିଣ୍ଡ ମଧ୍ୟ ଥାଏ। ପରମ ବୋଲାଇ ଅବା ମୋତେ ମନ କରି ପୂର୍ବଗୁଣ ସୁମରି ଯେ ଗଲା ଛାଡ଼ି କରି। ମଥୁରା ଯେ ଶୂନ୍ୟସ୍ଥାନ ସେ ସ୍ଥାନେ ରହିଲେ ଜୀବ ଯେ ପରମ ଦୁହେଁ ଏକତ୍ୱ ହୋଇଲେ। ଶୁଣିକରି ଅର୍ଜୁନ ଯେ କରଇ ଦଇନି ଧ ଅକ୍ଷର ଅର୍ଥ ମୋତେ କହ ଦୟାମଣି। କୋଇଲି ଧନ୍ୟ ସେହୁ ଦଇବକୀ ନାରୀ ଧର୍ମ ଥିଲା ପୁତ୍ର ଗୋଟି ହୋଇଲା ତାହାରି ଲୋ। ଧର୍ମପଦ ଘେନି ଜୀବ ପିଣ୍ଡରେ ରହିଲା ଧରଣୀରେ ପଡ଼ି ସଦ ଜ୍ଞାନ ହରାଇଲା। ଧର୍ମରେ ଚଳଇ ଜୀବ ଅଧର୍ମରେ ଯାଇ ଧ୍ରୁବ ଏ ଚରିତ ମିଥ୍ୟା ନମଣ ଯେ ତୁହି। ଯେଉଁଆଡ଼େ ଧର୍ମନାଶ ସେହୁଆଡ଼େ ଯାଇ ଅର୍ଜୁନ ଆଗରେ ଏହା କହିଲେ ବୁଝାଇ। କୋଇଲି ନିରାଶ କରିଣ କୃଷ୍ଣ ଗଲେ ନିଜ ଗୃହ ବାସ ବୋଲି ବେଢ଼ାଏ ନଇଲେ ଲୋ। ନିରାଶ ହୋଇଣ ଜୀବ ଛାଡ଼ିକରି ଗଲା ନିଜ ଘର ଗୋଟା ତେଣୁ ଅଶୋଭା ଦିଶିଲା। ନିରାକାର ପୁରୁଷ ଏହାର ଖେଳ ଘର ଆଦ୍ୟହୁଁ ସୃଜିଲା ପିଣ୍ଡ ମାନବ ଶରୀର। ନିର୍ମଳ ଶରୀର ଗୋଟି ନିଷ୍ଫଳ ହୋଇଲା ଶ୍ରୀହରି କହିଲେ ଏହା ଅର୍ଜୁନ ଶୁଣିଲା। ଶୁଣିକରି ଅର୍ଜୁନ ହୋଇଲା କୃତ ପ ଅକ୍ଷର ଅର୍ଥ ମୋତେ କହ ଗୋପୀନାଥ। କୋଇଲି ପବିତ୍ର ପୁରୁଷ ମୋ ମାଧୋଇ ପବିତ୍ର ମୁଁ ହେଉଥିଲି କୃଷ୍ଣ ମୁଖ ଚାହିଁ ଲୋ। ପବିତ୍ର ପୁରୁଷ ବୋଲି ମହାମନ୍ତ୍ର କହି ପୁଣ୍ୟଦ୍ୱାର ବୋଲି ପାର୍ଥ କର୍ଣ୍ଣ ଯେ ଅଟଇ। ଅପବିତ୍ର ପିଣ୍ଡ ପାର୍ଥ ପବିତ୍ର ହୋଇଲା ଏଣୁ କରି ମହାମନ୍ତ୍ର କର୍ଣ୍ଣରେ କହିଲା। ପରମାନନ୍ଦ ପୁରୁଷ ମୁହିଁଟି ଅଟଇ ପଦେ ପଦେ କରି ଶୁଣ ଯୁଧିଷ୍ଠିର ଭାଇ। କୋଇଲି ଫଳିବାକୁ ବଳ ନାହିଁ ମୋର
ଫଳିବାର ଫଳ ଗଲା ବାସୁଦେବ ପୁରଲୋ। ଏ ବୃକ୍ଷର ଫଳ ପାର୍ଥ ହରିରସ କହି ଜୀବ ଗଲେ ଫଳମାନ ବିଅର୍ଥ ହୁଅଇ। ବାସୁଦେବ ବୋଲି ପାର୍ଥ ମୁଖ ଗୋଟି କହି ପରମ ଜୀବର ଯିବା ବାଟ ଅଟେ ସେହି। ବେନି ମଧ୍ୟ ଜୀବ ପର ମର ପୁଣି ବାଟ ପଦେ ପଦେ କରି ତୋତେ କହିଦେବା ପାର୍ଥ। ବ୍ରହ୍ମଜ୍ଞାନ ଶୁଣି ପାର୍ଥ ହୋଇଲା ହରସ ପୁଣି ହିଁ କୃଷ୍ଣକୁ ଚାହିଁ ହୁଅଇ ହରସ। କୋଇଲି ବହୁତ ସହିଲି ତାଙ୍କ ଅଳି ବଡ଼ାଇ ଶରଧା ଭାଙ୍ଗି ଗଲେ ବନ ମାଳିଲୋ। ବ୍ରହ୍ମା ବିଷ୍ଣୁ ଥାଇଣ ଏ ପିଣ୍ଡକୁ ଚଢ଼ିଲେ ବଳଗଣ୍ଡି ବୋଲିଣ ଏହାର ନାମ ଦେଲେ। ବହୁ ଅଛି ତ୍ରିବେଣୀଟି ଏହି ବୃକ୍ଷ ପର ସେହି ରସ ପିଉଛନ୍ତି ଭକତ ମୋହର। ବଙ୍କୁନାଳ ସଳଖରେ ଗୋଲହାଟ ପୁର ମିଶିଛନ୍ତି ବ୍ରହ୍ମା ବିଷ୍ଣୁ ତ୍ରିକୁଟ ମଧ୍ୟର। ଏ ବୃକ୍ଷ ଫଳ ସରିଲେ ସେହି ନ ରହନ୍ତି ଅର୍ଜୁନ ଆଗରେ ଏହା ଶ୍ରୀହରି କହନ୍ତି। କୋଇଲି ଭଣ୍ଡି ମୋତେ ଗଲେ ବେନି ପୋଏ ଭାଇ ତାଙ୍କ ବଳରାମ ନଇଲେ ବେଢ଼ାଏଲୋ। ଭଣ୍ଡି କରି ଗଲା ଜୀବ ବାହୁଡ଼ି ନଇଲେ ବଳରାମ ପରମ ଯେ ଛାଡ଼ିକରି ଗଲେ। ଯିବ ଯେ ପରମ ସ୍ଥାନ ଭ୍ରମର ଗୁମ୍ଫାରେ ଭକ୍ତଜନ ମାନଙ୍କର ସୁଖ ସେହିଠାରେ। ଡାହାଣ ଚକ୍ଷୁରେ ଯିବ ପରମ ବାମେଣ ତେଣୁ କରି ଭ୍ରମରର ଗୁମ୍ଫା ବୋଲି ଜାଣ। ଭ ଅକ୍ଷର ଅର୍ଥ ଯେତେ ପଚାରିଲୁ ବୀର ପଦେ ପଦେ କରି ତୋତେ କହିଲୁ ନିକର। କୋଇଲି ମଥୁରାକୁ ଯିବି କି ମୁଁ ଧାଇଁ ମାଧବ ମଧୁସୂଦନ ଆଣିବି କଢ଼ାଇଲୋ। ମଧୁପୁର ବାଟେ ଯହୁଁ ଜୀବ ଛାଡ଼ି ଗଲା ପରମ ଜୀବର ଆଉ ଦେଖା ଯେ ନୋହିଲା। ମୁଖ ବାଟେ ଯିବ ଯହୁଁ ବାହାର ହୁଅଇ ମଧୁପୁର ବୋଲି ତେଣୁ ମୁଖଟି ବୋଲାଇ। ମୁକୁନ୍ଦର ନାମ ବ୍ରହ୍ମ ଜ୍ଞାନଟି ଅଟଇ ଶୁଣିକରି ଅର୍ଜୁନ ହେ ପୁଣ ପଚାରଇ। କୋଇଲି ଯିବେ ଯେ ଆସିବେ ବୋଲି ଗଲେ ଜଗତ ଜୀବନ କୃଷ୍ଣ ବେଢ଼ାଏ ନଇଲେ ଲୋ। ଯାଉଁଳି କବାଟ ପାର୍ଥ ନାସାକୁଟି କହି ଜୀବର ଆହାର ପାର୍ଥ ପବନ ଅଟଇ। ଜଗତ ଜୀବନ କୃଷ୍ଣ ଛାଡ଼ିକରି ଗଲା ଯାଉଁଳି କବାଟ ପାର୍ଥ ନିଷ୍ଫଳ ହୋଇଲା। ଜାଣିକରି ଯୋଗୀଜନେ ସେହି ଦ୍ୱାରେ ଭଜ ନିଶ୍ଚଳେ ପାଇବ ଭେଟ ମହାମତ୍ତ ଗଜ। ଜ ଅକ୍ଷର ଅର୍ଥ ଏବେ ଶୁଣିଲୁ ଅର୍ଜୁନ କାର୍ପଣ୍ୟ ହୋଇଣ ପୁଣ କହଇ ବଚନ। କୋଇଲି ରତ୍ନବସ୍ତ୍ର ଅଳଙ୍କାର ମାନ ରାମକୃଷ୍ଣ ଶ୍ରୀଅଙ୍ଗକୁ ଦିଶେ ଶୋଭା ବନଲୋ। ରତ୍ନ ବୋଲି କରି ପାର୍ଥ ପଚାରିଲୁ ଯାହା ପଦେ ପଦେ କରି ତୋତେ କହିଦେବି ତାହା। ପିଣ୍ଡକୁ ଯେ ବୋଲି ନାମ ରତ୍ନ ବୋଲି ତାହା ବ୍ରହ୍ମାବେଦ ବର ଆଣି ପ୍ରତିକାର କୁହା। ରାମ ନାମ ପରମ ଯେ କୃଷ୍ଣ ନାମ ରାମ। ରାମ ନାମ ପରମ ଯେ କୃଷ୍ଣ ନାମ ରାମ। ଶୋଭା ଦିଶେ ଏ ପିଣ୍ଡକୁ ଦୁଇ ଗୋଟି ନାମ। ଶୁଣିକରି ଅର୍ଜୁନ ଯୋଡ଼ଇ ବେନି କର ଲକ୍ଷ୍ମୀର ବଲ୍ଲଭ ନାଥ ମୋତେ ଦୟା କର। କୋଇଲି ଲକ୍ଷ୍ମୀର ବଲ୍ଲଭ ନାରାୟଣ ଲଳିତେଣ ନାମ ଦେଲେ ଗାର୍ଗବ ବ୍ରାହ୍ମଣ ଲୋ। ଲକ୍ଷ୍ମୀପତି ନାରାୟଣ ଶୂନ୍ୟରେ ମିଶିଲା ରାମପଦ ଗୋଟାପଦ ନିଃଶବଦ ହେଲା। ରାମପଦ ଚଳିଗଲା ମଥୁରାପୁରକୁ ଶୂନ୍ୟ ହୋଇ ଗଲା ଜୀବ ମୃତ୍ୟୁ ଭବନକୁ। ଲ ଅକ୍ଷରର ଅର୍ଥ ଶୁଣ ଫାଲଗୁନୀ ପିଣ୍ଡ ଯେ ବ୍ରହ୍ମାଣ୍ଡ ତୋତେ ଭେଟାଇଲୁ ଆଣି। କୋଇଲି ବୃନ୍ଦାବନ ନଶଭୋଇ ମୋର ବତ୍ସା କିଏ ଚରାଇବ ଯମୁନାରେ ଯମୁନାର ତୀରଲୋ। ବିନୟ ହୋଇଣ ପୁଣ ପାର୍ଥ ପଚାରଇ ଚ ଅକ୍ଷର ଅର୍ଥ ମୋତେ କହ ଭାବଗ୍ରାହୀ। ବୃନ୍ଦାବନ ଗୋଟା ପାର୍ଥ ଦେହକୁଟି କହି ବତ୍ସା ବୋଲି କରି ପାର୍ଥ ପ୍ରକୃତି ଅଟଇ। ପିଣ୍ଡରୁ ପରମ ଜୀବ ଅନ୍ତର ହୋଇଲା ବୃନ୍ଦାବନ ତେଣୁ କରି ଅଶୋଭା ଦିଶିଲା।
ବ ଅକ୍ଷର ଅର୍ଥ ଶୁଣି ଅର୍ଜୁନ ସନ୍ତୋଷ କୃଷ୍ଣର ହୋଇଣ ପୁଣି କହେ କୃଷ୍ଣ ଦାସ। କୋଇଲି ଶ୍ରୀମନ୍ତ ପୁରୁଷ ମୋ ମାଧୋଇ ଶ୍ରୀରଙ୍ଗ ଗଲା ଦିନୁ ନନ୍ଦ ହେଲେ ବାଇଲ। ଶ୍ରୀ ନୀଳକନ୍ଦର ପାର୍ଥ ଜୀବର ଆସନ ଶ୍ରୀମନ୍ତ ପୁରୁଷ ଗଲେ ପିଣ୍ଡ ହୁଏ ଲୀନ। ନୀଳ ଯେ ମାଧବ ରୂପ କଣ୍ଠ ମଧ୍ୟ ଥିଲା ବ୍ରହ୍ମା ଶିବ ଦେବ ପ୍ରାଣ ସେହି ଛାଡ଼ିଗଲା। ମୃତ୍ୟୁ ପିଣ୍ଡ କରିଜୀବ ଛାଡ଼ି କରି ଗଲା ନନ୍ଦର ପରମ ଜୀବ ଛାଡ଼ି ଚଳିଗଲା। କୋଇଲି 7 ଦିନ ଇନ୍ଦ୍ରବୃଷ୍ଟି କଲା ଶପଥ ବରଷ ପୁତ୍ର ମନ୍ଦର ଧଇଲା ଲୋ। ଶପଥ ଦଣ୍ଡରେ ପିଣ୍ଡୁ ପ୍ରାଣ ଛାଡ଼ି ଯାଇ ତେଣୁ କରି 7 ଦିନ ଶାସ୍ତ୍ରେ ଅଛି କହି। 7 ବାର ଭିତରେ ଏ ଆତଜାତ ହୋଇ ଶପଥ ବରଷେ ପାର୍ଥ ବ୍ରହ୍ମଜ୍ଞାନ ପାଇ। ଜଳରୁ ଜନ୍ମ ଏହି ପିଣ୍ଡ ଜଳରେ ଯେ ନାଶ ଶପଥ ଦଣ୍ଡରେ ପାର୍ଥ ଘୋଟଇ ଆକାଶ। ଶୁଣିକରି ଅର୍ଜୁନ ଯେ ହୋଇ ଦିବ୍ୟ ତୋଷ ସ ଅକ୍ଷର ଅର୍ଥ ମୋତେ କହ ପୀତବାସ। କୋଇଲି ଶଶୀ ଯେହ୍ନେ ଦିନୁ ଦିନୁ କ୍ଷୀଣ ସେହିପରି କ୍ଷୀଣ ହେଲେ ନନ୍ଦ ଯେ ରାଜନ ଲୋ। ଶଶୀଚନ୍ଦ୍ର ଯେହ୍ନେ ପାର୍ଥ ଆକାଶରେ ଥାଇ କଳଙ୍କ ମିଶିଲେ ସେ ଯେ ନାଶ ହିଁ ନ ପାଇ। ପିଣ୍ଡରେ ଥାଇଣ ଜୀବ ସେହିମତି ନାଶ ପ୍ରକୃତି ପୁରୁଷମାନେ ବେଢ଼ିଛନ୍ତି ପାଶ। ଶଶୀ ପ୍ରାୟ ହେଲେ ପିଣ୍ଡ ବାହାର ହୁଅଇ ଏକ ମନେ ଶୁଣ ତୁହ ଯୁଧିଷ୍ଠିର ଭାଇ। କୋଇଲି ହାଇ ଯେ ମାରଇ ପୁତ୍ର ତୁଣ୍ଡ ହୃଦରେ ଦେଖିଲେ ମାଏ ଶପଥ ବ୍ରହ୍ମାଣ୍ଡ ଲୋ। ହରଷ ହୋଇଣ ପୁଣ ପାର୍ଥ ପଚାରଇ ହ ଅକ୍ଷର ଅର୍ଥ ମୋତେ କହ ଭାବଗ୍ରାହୀ। ହରିହର ବ୍ରହ୍ମା କେହି ରଖି ନ ପାରନ୍ତି ହରଷ ହୋଇଣ ଜୀବ ପରମେ କହନ୍ତି। ହରିନାମ ଭଜିଥିଲେ ବ୍ରହ୍ମଜ୍ଞାନ ପାଇ ଅଶେଷ ବ୍ରହ୍ମାଣ୍ଡ ପାର୍ଥ ହରିନାମ କହି। କୋଇଲି ଖ୍ୟନ୍ଦଣି ବନ୍ଦଣି ଭୁଜଦଣ୍ଡ କ୍ଷମକାର ଦୋଷ ମୋର ଭଣେ ମାର କଣ୍ଡ ଲୋ। ଖ୍ୟନ୍ଦଣି ଯେ ବୋଲାଯାଏ ମାୟାଜନ୍ତୁଙ୍କର କ୍ଷମା ଯେ କରୁଣା ନିଧି ଏଥିର ବିଚାର। ଭୃତ୍ୟଜନ ମାନଙ୍କୁ ସେ ଦଣ୍ଡ ଦେବା ପାଇଁ ପିଣ୍ଡ ଯେ ବ୍ରହ୍ମାଣ୍ଡ ଏକ କରିଣ ବୁଝାଇ। ଅର୍ଜୁନ ପଚାରିଲେ ଶ୍ରୀକୃଷ୍ଣ ଅର୍ଥ କଲେ ଜଗନ୍ନାଥ ଦାସ ଏହା ପୁରାଣେ କହିଲେ। କେଶବ କୋଇଲି ଅର୍ଥ ବ୍ରହ୍ମଜ୍ଞାନ ସାର ଲବଣୀ ସାଗରୁ ଏ ଯେ ହୋଇଛି ବାହାର। କେଶବ କୋଇଲି ଅର୍ଥ ବ୍ରହ୍ମଜ୍ଞାନ ସାର ଲବଣୀ ସାଗରୁ ଏ ଯେ ହୋଇଛି ବାହାର। ସାଧୁଜନ ମାନେ ମୋର ନ ଘେନିବ ଦୋଷ ଶ୍ରୀମୁଖରେ ଆଜ୍ଞା ଯାହା ଦେଲେ ପୀତବାସ। ସାଧୁଜନ ମାନେ ମୋର ନ ଘେନିବ ଦୋଷ ଶ୍ରୀମୁଖରେ ଆଜ୍ଞା ଯାହା ଦେଲେ ପୀତବାସ।